ବଳଙ୍ଗା ପୀଡ଼ିତା ଯେଉଁଦିନ ମୃତ୍ୟୁବରଣ କଲେ ସେଦିନ କ୍ରାଇମବ୍ରାଞ୍ଚ ଘୋଷଣା କରିଦେଲେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି ଏବଂ ଏହି ଘଟଣାରେ ଆଉ କାହାର ଇନଭଲ୍ଭମେଣ୍ଟ ବା ସମ୍ପୃକ୍ତି ଥିବା କ୍ରାଇମବ୍ରାଞ୍ଚ ପାଇନାହିଁ। ଅତଏବ ହତ୍ୟା ଘଟଣାଟା ଆତ୍ମହତ୍ୟା ହେଇଛି ବୋଲି କ୍ରାଇମବ୍ରାଞ୍ଚ ପରୋକ୍ଷରେ ସ୍ପଷ୍ଟ କରିଥିଲା। ଯଦି ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି ତାହେଲେ ଆଜି ଯାଏଁ କ୍ରାଇମବ୍ରାଞ୍ଚ ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ ତଦନ୍ତର ରୂପରେଖ କାହିଁକି ସର୍ବସାଧାରଣରେ ପ୍ରକାଶ କରିନାହାନ୍ତି? ପ୍ରଥମ ପ୍ରଶ୍ନ। ଦ୍ୱିତୀୟ ପ୍ରଶ୍ନ ହେଉଛି ବଳଙ୍ଗା ପୀଡ଼ିତାଙ୍କ ଗୋଟେ ଭିଡ଼ିଓ ଏବେ ଭାଇରାଲ ହେଇଛି ଯେଉଁଠି ସେ ହତ୍ୟା କରାଯାଇଥିବା ନେଇ କହିଛନ୍ତି। ତେବେ ସେ ଯାଉ ନା କାହିଁକି? ଦ୍ୱିତୀୟ ପ୍ରଶ୍ନଟି ହେଉଛି ଯଦି ପୋଲିସ ତାକୁ ରେକର୍ଡ଼ିଂ କରିଛନ୍ତି, ଭିଜୁଆଲ କରିଛନ୍ତି, ସେ ଭିଜୁଆଲ ଗଣମାଧ୍ୟମକୁ ଦେଲା କିଏ ଏବଂ କେଉଁ ଉଦ୍ଦେଶ୍ୟରେ ତାହା ଭାଇରାଲ କରାଯାଇଛି? ଏ ଉତ୍ତର କ୍ରାଇମବ୍ରାଞ୍ଚ ରଖିବାର ଆବଶ୍ୟକତା ରହିଛି।